ସୁକିନ୍ଦା ଓ ଦାନଗଦି ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ 2 ଦଫା ଦାବି ନେଇ ଆଗ୍ନିକ କର୍ମଚାରୀଙ୍କ ଧାରଣା। ସମାଜରେ ଅଗ୍ନିଶମ କର୍ମଚାରୀ ମୁଖ୍ୟ। ଆଗ୍ନିକ ଗାଡ଼ି ଚାଳକ ଏବଂ ଡ୍ରାଇଭର ହାବିଲଦାରଙ୍କ ଭୂମିକା ଅବର୍ଣ୍ଣନୀୟ ଓ ଅତୁଳନୀୟ। ବାତ୍ୟା ଦୁର୍ଘଟଣା, ବଜ୍ରପାତ, ଫନି, ବନ୍ୟା, ଜଙ୍ଗଲରେ ନିଆଁଦାରୁ ରକ୍ଷା କରିବା, ଭୂମିକମ୍ପ, ଘରପୋଡ଼ି, ଦଙ୍ଗା ସବୁଠାରେ ନିଜ ଜୀବନକୁ ବଳି ପକାଇ ସେବା ଯୋଗାଇଥାନ୍ତି। କିନ୍ତୁ ସରକାର ସେମାନଙ୍କ ମୌଳିକ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି, ଯାହାକୁ ନେଇ କର୍ମଚାରୀମାନେ ଦୀର୍ଘ 13 ବର୍ଷ ଧରି ଅସନ୍ତୋଷରେ ଅଛନ୍ତି। 2010 ପର୍ଯ୍ୟନ୍ତ ସରକାର ପୋଲିସ କର୍ମଚାରୀ ଏବଂ ଆଗ୍ନିକ କର୍ମଚାରୀଙ୍କ ସମାନ ଭତ୍ତା ଓ ବେତନ ଥିଲା। ହେଲେ ସରକାର କୌଣସି କାରଣରୁ ଆଗ୍ନିକ ବିଭାଗ ପ୍ରତି ବୈମାତୃକ ମନୋଭାବ ରଖି 2010ରୁ ଆଗ୍ନିକ କର୍ମଚାରୀଙ୍କ ଦରମା ଓ ଭତ୍ତା ହ୍ରାସ କରିଛନ୍ତି। 2018 ମସିହାରେ ଆଗ୍ନିକ କର୍ମଚାରୀ ଆନ୍ଦୋଳନରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନଙ୍କ ଦାବି ପୂରଣ କରାଯିବ, କିନ୍ତୁ ଆଜି ଯାଏଁ ତାହା କାର୍ଯ୍ୟକାରୀ ହେଲା ନାହିଁ। ଶେଷରେ ବାଧ୍ୟ ହୋଇ ଆଜିଠାରୁ ସାରା ରାଜ୍ୟରେ ଆଗ୍ନିକ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟ ବନ୍ଦ କରିବା ସହ ଧାରଣାରେ ବସିଛନ୍ତି। ତସହ ସେମାନଙ୍କ ସଂଘକୁ ରାଜ୍ୟ ସରକାର ପଞ୍ଜୀକରଣ ପାଇଁ ମାନ୍ୟତା ଦିଅନ୍ତୁ ବୋଲି ଦାବି କରିଛନ୍ତି। ସୁକିନ୍ଦା ଓ ଦାନଗଦି ଅଞ୍ଚଳ ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ ପ୍ରତ୍ୟେକ ଦିନ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏ ସମସ୍ତ ଦୁର୍ଘଟଣାକୁ ସହଜ କରିବା ପାଇଁ ଅଗ୍ନିଶମ କର୍ମଚାରୀ ସଦାସର୍ବଦା ଆଗରେ। ଆଗ୍ନିକ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ଗତକାଲିଠାରୁ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ସରକାର ଯଦି ଏମାନଙ୍କ ଦାବି ପୂରଣ ନ କରନ୍ତି ତାହେଲେ ଜନସାଧାରଣଙ୍କ ଧନଜୀବନ ନଷ୍ଟ ହେବା ସହ ଅନେକ କ୍ଷୟକ୍ଷତି ହେବ ବୋଲି ଧାରଣାକାରୀ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆଗ୍ନିକ କର୍ମଚାରୀଙ୍କ ଦାବି କେବେ ଶୁଣୁଛନ୍ତି ସରକାର। ଦାବି ଆମର 2ଟି ଦଫା ଦାବି ନେଇକି ଆମେ ଆଜି ଆନ୍ଦୋଳନ କରିଛୁ। ଆମ 2ଟି ଦଫା ଦାବି ହେଲା, ପ୍ରଥମତଃ ଆମର ପୋଲିସ ସହିତ ଆମର ସମାନ ଦରମା, ଲେବୁଲ ଆଉ ଭତ୍ତା, ଯୋଉଟା କି ଆମର ଦରମା ପୋଲିସ ମାନଙ୍କ ସହିତ ଆମର ଅସଙ୍ଗତି ଅଛି, ସେଥିଲାଗି ଆମେ ଆନ୍ଦୋଳନକୁ ଓହରିଛୁ। ଦ୍ୱିତୀୟଟି ହେଲା ଆମର ହାବିଲଦାର ଆଉ ଫାୟାରମ୍ୟାନ ଆମର ଯୋଉ ସଂଘଟି ଅଛି, ସେ ସଂଘଟିର ରେଜିଷ୍ଟ୍ରେସନ ଦରକାର, ଯୋଉଟା କି ଆମର କିଛି ଅସୁବିଧା ହେଲେ ଆମେ ସରକାର ପାଖରେ କଥା ପହଞ୍ଚିବାକୁ ଆମର କିଛି ଆଉ ଉପାୟ କିଛି ନାହିଁ, ବାଟ ନାହିଁ, ଯାହା ଫଳରେ ଆମେ ଅଫସର ମାନଙ୍କର ସଂଘ ପ୍ରତି ଆମେ ଆଶ୍ରା କରୁଛୁ। ସେଇଟି ରେଜିଷ୍ଟ୍ରେସନ ଯଦି ଆମର ସଂଘର ରେଜିଷ୍ଟ୍ରେସନଟି ହେଇଯାଏ, ସରକାର ଆମକୁ କରିଦିଅନ୍ତି, ତ ଆମେ ଉପକୃତ ହବୁ। ଆଉ ଏଇ ଯୋଉ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଅଛି, ଆମେ ଦୀର୍ଘ 2 ମାସ 2.5 ମାସ ହେଲା କଳା ବ୍ୟାଚ୍ ପିନ୍ଧିଲୁଣୁ। 2.5 ମାସ ପୂର୍ବରୁ ଆମେ ସରକାରଙ୍କୁ ଏ ବିଷୟରେ ଲିଖିତ ଆକାର ବି ଦେଇଥିଲୁ, କିନ୍ତୁ ସରକାର ଏହା ପ୍ରତି କିଛି କର୍ଣ୍ଣପାତ ଦେଲେନି। ଏହା ପୂର୍ବରୁ ବି 2018 ମସିହାରେ ଆମେ ଏଇ କାର୍ଯ୍ୟ ବନ୍ଦ ଡାକରା ଆନ୍ଦୋଳନ ବି ଦେଇଥିଲୁ, ଯୋଉଟା କି ସରକାର ସେତେବେଳେ କର୍ଣ୍ଣପାତ ବି ଦେଇନଥିଲେ, କିଛିଟା ମାତ୍ର ଆମର ସଂଶୋଧନ କରିକି ଆମକୁ ଛାଡି ଦେଇଥିଲେ। ଆଉ ଆଜି ଯୋଉ ଆମେ ଦଫାକୁ ଆସିଛୁ, ଯଦି ଏ ଜିନିଷ ଏ 2 ଦଫା ଯଦି ଆମର ସରକାର ଯଦି ମାନି ନିଅନ୍ତି, ତାହେଲେ ଆମେ ସ୍ୱ ଇଚ୍ଛାରେ ଆମେ ଆମର ଆନ୍ଦୋଳନରୁ ଓହରିଯିବୁ। ଆଉ ଏଥିପାଇଁ ଯାହା ଧନ ଜୀବନ କ୍ଷତି ହଉଛି ଲୋକଙ୍କର, ସେଥିପାଇଁ ତ ଆମେ ଦୁଃଖିତ। କିନ୍ତୁ ପ୍ରଥମ କଥା, ଆମେ ବଞ୍ଚିଲେ ଅନ୍ୟ ଜଣକୁ ବଞ୍ଚେଇବୁ। ଆଜ୍ଞା ସେମିତି ଆଜ୍ଞା କହିବାକୁ ଗଲେ, ଆମେ ଯେହେତୁ ଡାକରା ଦେଇଛୁ, ଆମେ ଆନ୍ଦୋଳନରୁ କେବେ ତ ଓହରିବୁନୁ। ପ୍ରଥମ କଥା ହେଲା, ଯଦି ସରକାର ଆମ ଦାବି ଦିଟାକୁ ଫୁଲଫିଲ କରିଦିଅନ୍ତି, ଆମେ ଓହରି ଯାଆନ୍ତୁ। କିନ୍ତୁ ଯଦି ହଇରାଣ ଆମେ ହେଇଯାଉଛୁ, ଯଦି ଲୋକ ହଇରାଣ ହଉଛନ୍ତି, ସେଥିପାଇଁ ତ ଆମେ ଦୁଃଖିତ ରହୁଛୁ। ଆମେ ଚାହୁଁଛୁ ଆପଣଙ୍କ ମାନଙ୍କ ଦ୍ଵାରା ସରକାର ଯଥାଶୀଘ୍ର ଆମ ଦାବି ଦିଟାକୁ ପୂରଣ କରନ୍ତୁ, ଆଉ ଯଥାଶୀଘ୍ର ଲୋକଙ୍କର ଧନ ଜୀବନ ଯୋଉ ନଷ୍ଟ ହବା ଜିନିଷଟାକୁ ସେଟାକୁ ବଞ୍ଚିତ ରଖନ୍ତୁ। ଏଥିପାଇଁ ତ କହିବାକୁ ଗଲେ ସରକାର ହିଁ ଆଗ ଦାୟୀ ରହିବେ। ସୁକିନ୍ଦା ଏରିଆରେ ପ୍ରତିଦିନ ଅଳ୍ପ ବହୁତ ଦୁର୍ଘଟଣା ଘଟୁଛି, ପାଖରେ ନିଆଁ ମଧ୍ୟ ଲାଗୁଛି। ଆଉ ଏ ଜାଗାରେ ମୋ ପାଖରେ କେହି ଆକ୍ଚୁଆଲି ନାହାନ୍ତି, ସମସ୍ତେ ଷ୍ଟ୍ରାଇକରେ ବସିଛନ୍ତି। ମୁଁ ସରକାରଙ୍କ ପାଖରେ କିମ୍ବା ମୋ ଉପରିସ୍ଥ ଅଧିକାରୀଙ୍କ ପାଖରେ ଅନୁରୋଧ କରୁଛି, ତୁରନ୍ତ ଏଠିକି କିଛି ଷ୍ଟାଫ ଦିଅନ୍ତୁ, ନଚେତ ଏ ଜାଗାରେ ଚଳିବା ବହୁତ କଷ୍ଟକର ହେଇପାରିବ। ତ ଯେହେତୁ ଧାରଣାରେ ବସିଛନ୍ତି, ବର୍ତ୍ତମାନ ସବୁ କାମ ବନ୍ଦ ହେଇଯାଇଛି, ତ ଆପଣ ଏ ନେଇ ସରକାରଙ୍କୁ କ'ଣ କହିବେ? ସରକାରଙ୍କୁ କହିବି ତୁରନ୍ତ କିଛି ଗୋଟେ ସମାଧାନ କରନ୍ତୁ। ଆମର ଯୋଉ 2 ଦଫା ଦାବି ପିଲାମାନେ ସବୁ କରିଛନ୍ତି, ତାଙ୍କୁ ତୁରନ୍ତ କରି କାର୍ଯ୍ୟକ୍ଷମ କରାଯାଉ ଷ୍ଟେସନକୁ। ଏ ଷ୍ଟେସନ ପୁରା ସମ୍ପୂର୍ଣ୍ଣ ଅଚଳ ହେଇକି ଅଛି। ମୁଁ ଏକୁଟିଆ ଅଛି, ପାଖରେ ଥିବା ପ୍ଲାଣ୍ଟକୁ ମଧ୍ୟ, ଟାଟା ପ୍ଲାଣ୍ଟକୁ କହିଛି, ସେମାନେ ମଧ୍ୟ କିଛି ହେଲ୍ପ କରିବେ ବୋଲି କହିଛନ୍ତି। କିନ୍ତୁ କଷ୍ଟକର ହେଇପଡ଼ିବ ଯଦି କିଛି ଅଘଟଣ ଘଟେ। ଆପଣ ସରକାରଙ୍କୁ କ'ଣ କହିବେ? ତୁରନ୍ତ ସରକାର ଏ ବାବଦରେ ବିଚାର କରି
ନିହାତି ଦାବି ଗ୍ରହଣ କରନ୍ତୁ, ନଚେତ ସୁକିନ୍ଦା ଫାଷ୍ଟ ଷ୍ଟେସନଟାକୁ କଣ୍ଟ୍ରୋଲ କରିବା ମୋ ଉପରେ ଭାରି କଷ୍ଟ କରିବାକୁ ପଡ଼ିବ। ସୁବିଧା ହେଉଛି ଆମର 2 ଦଫା ଦାବି ନେଇ ଆମେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜିଠାରୁ କଲୁ। ଆମର ଦୀର୍ଘ 2 ମାସ 70 ଦିନ ହୋଇଗଲାଣି ଆମେ କଳା ବ୍ୟାଚ୍ ପିନ୍ଧିଛୁ। ପ୍ରଶାସନିକ ସ୍ତରରେ ସରକାରୀ ସ୍ତରରେ ସମସ୍ତଙ୍କୁ ଲିଖିତ ଆକାରରେ ଜଣେଇଛୁ, ଆମର ଦୁଃଖ ବି ଜଣେଇଛୁ ଯେ ଆମର ଗୋଟେ ସଂଘ ନାହିଁ, ଆମର ଅସୁବିଧାକୁ ଦୂର କରିବା ପାଇଁ ଆମର କଥାକୁ ଉପର ସ୍ତରରେ ପହଞ୍ଚିବା ପାଇଁ ଆମର ଗୋଟେ ସଂଘ ନାହିଁ, ସରକାରୀ ସଂଘଟିଏ ନାହିଁ। ଏକ କଥା। 2 କଥା ହେଲା ଆମର ପୁଲିସ ସହିତ ଆମେ ସମାନ ଦରମା ପାଉଥିଲୁ 2010 ମସିହା ଯାକେ। 2010 ମସିହାରୁ ଫାୟାରମ୍ୟାନ୍, ଲିଡ଼ିଂ ଫାୟାରମ୍ୟାନ୍, FMD ଡ୍ରାଇଭର ମାନଙ୍କର ଦରମା ଅସଙ୍ଗତି ହେଲା, ସେମାନେ ଆମଠାରୁ ଅଧିକା ହେଇଗଲେ କିନ୍ତୁ ଆମର କମ୍ କରିଦିଆହେଲା। ଆମେ ଜାଣିପାରୁନୁ ଆମର ଡିପାର୍ଟମେଣ୍ଟରେ 13 ଗୋଟି ପଦବୀରୁ 11 ଗୋଟି ଠିକ୍ ଅଛି, ସମାନ ଦରମା ପାଉଛନ୍ତି, କିନ୍ତୁ ତଳ 2 କୋଟି ଯେଉଁମାନେ ଗ୍ରାଉଣ୍ଡ ଲେଭେଲରେ କାମ କରୁଛନ୍ତି ତାଙ୍କ ଦରମାରେ ତାରତମ୍ୟ ଅଛି। ଏଇଟା ଆମେ ଜାଣିପାରୁନୁ ପ୍ରଶାସନିକ ସ୍ତରରେ ଭୁଲ ହେଇଛି ନା ସରକାରୀ ସ୍ତରରେ ଏଇଟା ଚାହୁଁନାହାନ୍ତି କରିବା ପାଇଁ। ଏହି ମାଧ୍ୟମରେ ଆପଣଙ୍କ ମାଧ୍ୟମରେ ଏହି ଅସୁବିଧା 2ଟିକୁ ଆମେ ଜଣାଇ ଦେବାକୁ ଚାହୁଁଛୁ। ଏହାର ସୁବିଚାର କରି ଶୀଘ୍ର ଅତି ଶୀଘ୍ର ଏହାର ସୁବିଚାର ସରକାର ପ୍ରଶାସନ କରିଲେ ଆମେ এই କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଯିବେ ବୋଲି ଭାବୁଛୁ। আচ্ছা আজ যে আপনার ধারণার বসছেন কোটি যদি অগ্নিকাণ্ডর পরিস্থিতি সৃষ্টি হল তো আজ অগ্নি বিভাগের কর্মচারী মানুষ সহযোগ মিলবে কি না আপনার ডিউটি করে পারিবে আপন মানে ভালো ভাবে জানিছন্তি আপনার এরিয়ারে আমি কেতে শীঘ্র যাই আমার আপনার যে দুঃখ সুবিধা অসুবিধা আমি তুরন্ত সেবা যোগাই দিয়ে আসুছু। এর যদি আজ কোণী দুর্ঘটনা ঘটে কিংবা যা বি অসুবিধা সম্মুখীন হুয়ে আমি এতে নির্বুদ্ধ কৌশি কার্য করবুনি আমি দাবিরে বসিছু। এক কথা। দ্বিতীয় কথা হল এথিপাই সম্পূর্ণ প্রশাসন আর সরকার মধ্যে দায়ী রহিবে। আমি সেপাই অনুরোধ করছু এ কাম তুরন্ত আমার বিচার করি আমাকে কার্যর যোগ দেওয়া চাহুছু। আমি ଯାଜପୁର ଜିଲ୍ଲାରୁ ଜଗବନ୍ଧୁ ମାଳିକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ।